ଶହେ ବର୍ଷ ଅପେକ୍ଷା କଲେ ବି ଏ ଦିନ ମୁଁ କେବେ ପାଇନଥାନ୍ତି। କିନ୍ତୁ ମୁଁ ଯେବେ ଏଇ ସୌଭାଗ୍ୟ ପାଇଛି କି ମୁଁ ଆଜି ଅଛି ହାଲିସରରେ, ମାନେ ମୁଁ କୋଲକାତାର ହାଲିସହର ଯାଇପାରୁଛି ଆଉ ଠାକୁରଙ୍କୁ ଦର୍ଶନ କରିପାରୁଛି। ବହୁତ ଲୋକ ଭାବନ୍ତି କି ଯିବା ପାଇଁ ଆଉ ଠାକୁରଙ୍କୁ ଟିକେ ଦର୍ଶନ କରିବା ପାଇଁ, ତାଙ୍କ ସମାଧିପୀଠ ଦର୍ଶନ କରିବା ପାଇଁ ତ ହେଇପାରେନି। କିନ୍ତୁ ମୋର ଆଜି କେତେ ବଡ଼ ସୌଭାଗ୍ୟ ଦେଖନ୍ତୁ। ମୁଁ 4-5 ମାସ ହେଲେ ଡେଲି ମୁଁ ଭାବୁଛି କେଉଁ ଦିନ ଯିବି ଆଉ ତାଙ୍କୁ ଟିକେ ଦର୍ଶନ କରିବି। ଆଉ ମୁଁ ନା 2017ରେ ଏଠିକି ଆସିଥିଲି, ବଟ୍ ସେଥିରେ ମୁଁ ଦର୍ଶନ କରିପାରିନଥିଲି। ମୁଁ ସେଥିପାଇଁ ବହୁତ କାନ୍ଦିକି ଯାଇଥିଲି। ଆଉ ଏଇଟା ମୋର କେଡ଼େ ବଡ଼ ଭାଗ୍ୟ। ମୁଁ ଆଜି ଆସିଲି, ଠାକୁରଙ୍କୁ ଦର୍ଶନ କଲି, ବିଲିଭ୍ କରିବି ତା ଭିତରକୁ ମୁଁ ଗଲି ଆଉ ଯେବେ ଠାକୁରଙ୍କୁ ଟଚ୍ କରିକି ମୁଣ୍ଡିଆ ମାରିଲି ଆଉ ସବୁ କିଛି ଦେଖିଲି, ମୋ ଆଖିରୁ ଲୁହ ବାହାରିଗଲା ଆଉ ମନଟା ଏତେ ଖୁସି ହେଇଗଲା ନା, ମୁଁ ଆଉ ମାନେ କହିପାରୁନି। ଆଉ ଏତେ ମାନେ ଖୁସି ଲାଗୁଥିଲା କି ଆଜି ବହୁତ ଦିନ ପରେ ଠାକୁରଙ୍କୁ ଦେଖିଛି। ଆଉ ସେ ମୁମେଣ୍ଟ ହିଁ ମୋ ପାଇଁ ବହୁତ ସ୍ପେଶାଲ୍ ଥିଲା। ଏପଟେ ଗଙ୍ଗା କୂଳରେ ଟିକେ ଗୋଡ଼ ଧୋଇଦେଲୁ ଆଉ ଭିତରକୁ ଗଲୁ ମନ୍ଦିରର, ଆଉ ସବୁଆଡ଼େ ଟିକେ ବୁଲାବୁଲି କରିଦେଲୁ। ଆଜି ତ ମୋତେ ସବୁକିଛି ମାନେ ଛାଡ଼ ଭଳିଆ ଲାଗୁଛି। ମୋତେ ତ ଖୁସି ହିଁ ଲାଗୁଥିଲା। ମୋ ଆଖିର ଲୁହ ଦେଖିକି ମୋ ସ୍ୱାମୀ କହିଥିଲେ, କ'ଣ ଏଠିକି ଆସି ତୁମେ ଇମୋସନାଲ୍ ହେଇଗଲ? ସିଏ ବୁଝିପାରିବେନି ଏଇ ଜାଗାଟା ମୋ ପାଇଁ କେତେ ଇମ୍ପୋର୍ଟାଣ୍ଟ ଆଉ କେତେ ବଡ଼ ଖୁସିର ଦିନ। ଆଉ ସବୁଠୁ ବେଶୀ ଭଲ ଲାଗିଲା ଏଠି କିଛି ସମୟ ବସିଲି, ମନକୁ ଖୁସି ଲାଗିଲା ଆଉ ଠାକୁରଙ୍କୁ ବି ଦର୍ଶନ କରିପାରିଲି। ଆଉ ନା ମୁଁ ଭିତରକୁ ମଧ୍ୟ ଯାଇଥିଲି। ତାପରେ କେଡ଼େ ବଡ଼ ସୌଭାଗ୍ୟ, ସେଠି ଆମକୁ ଭୋଗ ବି ଖାଇବାକୁ ମିଳିଗଲା। ମୁଁ ତ ଫେରି ଆସିଲି, କିନ୍ତୁ ଏମିତି ଲାଗୁଛି ନା ମୋ ମନଟା ପୁରା ସେଇଠି ରହିଗଲା। କାଶ ମୁଁ ସେଇଠି ହିଁ ରହିଯାଇଥାନ୍ତି କି।